ଆଜି ଆମ ପରି କଣ ପାଇଁ କାନ୍ଦୁଛି? ହଁ ତ ଗାଇଜ ମୁଁ ହଉଛି ଅନୁଗୁଳରୁ ନବି। ଆଉ ଆମେ ବାହାରି ପଡିଥିଲୁ ଏଣ୍ଟୁସି କେକ୍ କିଣିବା ପାଇଁ। ଆଉ ଆମେ ଦୋକାନରେ ପହଞ୍ଚିବା ଆଗରୁ ମୁଁ ଆଗ ଥଣ୍ଡା ଟିକେ ପିଇ ଦେଇଥିଲି। ତାପରେ କେକ୍ ରେ ଆମେ ନାଁ ଟା ଲେଖି ଦେଇଥିଲୁ ଗାଇସ। ନାଁ ଲେଖିଲା ପରେ ଆଉ କିଛି ଜିନିଷ ବି କିଣି ଦେଇଥିଲୁ ତା ସାଙ୍ଗରେ। ଆଉ ଟୋପି ଟା ପୁଣି ନ ନେଲେ ହବ କି? ତାପରେ ସେଠୁ ଆମେ ବାହାରି ପଡିଥିଲୁ। ଆଉ ଏଠୁ ରସଗୋଲାକୁ ବୁନ୍ଦି ଧରିକି ଆମେ ପଳେଇ ଯାଇଥିଲୁ ଘରକୁ। ଆଉ କେକ୍ ନ କାଟିବା ଆଗରୁ ଥଣ୍ଡା ଟିକେ ତ ମୁଁ ଆଗ ପିଇଦେଲି। ଆମ ପରୀର କେକ୍ କାଟିବା ଆରମ୍ଭ ହେଇଗଲା। ଭିଡିଓ କରୁଛୁ ବୋଲି ସେପଟେ ଦେଖ ଛୁଆଟି କେମିତି ଲାଜ କରୁଛି। क्या बात है सर, क्या बात है सर। ତାପରେ ଆମ ପରୀ ଏଠି କେକ୍ କାଟିଦେଲା ଗାଇସ। ଆକୁ ଟିକେ ଦେଖ କେକ୍ ଖାଇବା ପାଇଁ କେତେ ଖୁସି। ଆଉ ଆମ ଶିବୁ ତ ପୁରା ଡରି ସାରିଲାନା ମତେ ଦେଖିନା। ଆଉ ସିଧି ଆମର କେକ୍ କାଟି ସାରିଲା ପରେ କେମିତି କାନ୍ଦୁଛି। ଓ ଭାଇ ଏଠି ଆମର ଇଏ ତ ବୁନ୍ଦି ସେଉ ଖାଇବାରେ ବିଜି। ଆଉ ମୁଁ କଣ ପାଇଁ ଲେଟ୍ କରିବି, ମୁଁ ବି ଗୋଟେ ରସଗୋଲା ଖାଇଦେଲି। ଆଉ ଆମ ପରୀ କେମିତି ଦିଶୁଛି ଟିକେ କମେଣ୍ଟରେ ଜଣେଇବେ ଗାଇଜ।